देखନ୍ତୁ ସାଙ୍ଗମାନେ ଏଠାରେ ମୋର ଗୋଲାପ ଗଛର କେମିତି କଣ ଗ୍ରୋଥ ଆସୁଛି ଯେଉଁଭଳି କି ମୋର ରିକଭରି ଗଛଟା କେମିତି କଣ କରୁଛି ଆଉ କଢର ସାଇଜ ବି ବହୁତ ବଢିଆ ଆସୁଛି। କଢ ସହିତ ମୋର ନୂଆ ନୂଆ ବେବି ବ୍ରାଞ୍ଚ ବି ବହୁତ ବଢିଆ ଭାବରେ ଡେଭଲପ ହଉଛି। ବେବି ବ୍ରାଞ୍ଚ ର ଡେଭଲପ ପାଇଁ ଯଦି ଆପଣ ମାନେ ବି ଯଦି ଚାହୁଁଛନ୍ତି ଗଛରେ କେବଳ ସାର ଖତ ବିଷ ଦେଇଦେଲେ ହେଇଯିବନି। ଗଛରେ ସାର ବିଷ ଅପେକ୍ଷା ଆମକୁ ପ୍ରଥମେ କରିବା ଦରକାର ଗଛକୁ ପ୍ରନିଂ ବା ପିଞ୍ଚିଂ। ପିଞ୍ଚିଂ ଉପରେ ହିଁ ଆପଣଙ୍କର ପ୍ରତ୍ୟେକଟି ଗଛ କେବଳ ଗୋଲାପ ଗଛ ନୁହଁ ପ୍ରତ୍ୟେକଟି ଗଛ ଆପଣଙ୍କ କଢ ଗୋଲାପ ଫୁଲରେ ଗଛର ଭରପୁର ଯଦି ହବା ପାଇଁ କୌଣସି ବି ଲାଗିବ। ସମସ୍ୟା ଥାଏ ଯେମିତି କି ଗଛରେ ନୂଆ କଲି ବାହାରୁନି କିମ୍ବା ଏଭଳି ଭାବରେ ବେବି ବ୍ରାଞ୍ଚ ଟା ଡେଭଲପ ହଉନି, ତାହେଲେ ଆପଣଙ୍କ ଗୋଲାପ ଗଛରେ ଆପଣ କଣ କରିବେ? ଗଛରେ ସାର ଦେବା ଜରୁରୀ କିମ୍ବା ଫର୍ଟିଲାଇଜର ଦେବା ଜରୁରୀ କିମ୍ବା କଣ କରିଲେ ଆପଣଙ୍କ ଗଛର ଭଲ ଗ୍ରୋ ହବ ଆଉ ତା ସହିତ ବେବି ବ୍ରାଞ୍ଚ ର ଟିକେ ଦେଖିବାକୁ ମିଳିବ, ଯେମିତି ଟିକେ ନୂଆ ବ୍ରାଞ୍ଚ ଡେଭଲପ କରିବ। ତ ତା ପାଇଁ ଆଜି ଆପଣ ମାନଙ୍କୁ ବହୁତ ବଢିଆ ସଲ୍ୟୁସନ ଦେବି। ଯେମିତି ମୋର ଏଠାରେ ଗୋଟିଏ ଗଛ ନୁହଁ ପ୍ରତ୍ୟେକଟି ଗଛରେ ଆପଣ ଦେଖିପାରୁଥିବେ ବେବି ବ୍ରାଞ୍ଚ ର ଇମ୍ପ୍ରୁଭ ଅଛି। ଯେମିତି ପୁରାପୁରି ନୂଆ ନୂଆ ବେବି ବ୍ରାଞ୍ଚ ଡେଭଲପ ଆସୁଛି। ତ ଏଠି ବି ମଧ୍ୟ ବେବି ବ୍ରାଞ୍ଚ ଡେଭଲପ ହଉଛି ତା ସହିତ କଡର ବି ମଧ୍ୟ ଦର୍ଶନ ମିଳିଲେଣି। ତ ଏଠି ହଉଛି ପତ୍ର ଗୁଡା ଦେଖନ୍ତୁ ଯେତିକି ସବୁ ପତ୍ର ନାଲିଆ ନାଲିଆ ଦେଖୁଛନ୍ତି ସବୁ ଗୁଡାକ ନୂଆ ନୂଆ ଇମ୍ପ୍ରୁଭ ଅଛି। ଯେମିତି ଗଛର ରିଗ୍ରୋଥ ବଢୁଛି। ତ ଏ ସବୁ ଗଛ ମୋର ବହୁତ ପୁରୁଣା ଆପଣ ମାନେ ମୂଳରୁ ଦେଖିକି ହୁଏତ ଜାଣି ପାରୁଥିବେ ବହୁତ କଳା କଳା ପଡିଛି ତାର ମୂଳ ଗୁଡାକ। ଏମିତିରେ ବି ଆମେ ଏବେ ନଗଦ ଉପରେ ଗଛ ଆଣିଥିବା ଗଛ ଯୋଉ ନୂଆ ନୂଆ ଗଛ ସେଥିରେ ବି ମଧ୍ୟ ଗ୍ରୋ ଆସୁନି କି ଫୁଲ ଫୁଟୁନି ଆମ ମାନେ ଚାହିଁବା ମୁତାବକ। ତ ଏଥିରେ କିନ୍ତୁ ଆମର ପୁରୁଣା ପୁରୁଣା ଗଛର ଦେଖନ୍ତୁ କେତେ ସୁନ୍ଦର ରିଗ୍ରୋଥ ଆସୁଛି। ଯଦି ଆପଣଙ୍କ ଗୋଲାପ ଗଛରେ ରିଗ୍ରୋଥ ଭଲ ଆସୁନାହିଁ ତାହେଲେ କଣ କରିବେ ଆଜି ଆପଣ ମାନଙ୍କୁ ମୁଁ ତାର ବଢିଆ ସଲ୍ୟୁସନ ଟେ ବତେଇବି। ଯେମିତି ଆପଣଙ୍କ ଏଇଭଳି ପୁରୁଣା ପୁରୁଣା ଗୋଲାପ ଗଛ ହଉ କିମ୍ବା ନୂଆ ଗଛରେ ବି ମଧ୍ୟ ଆପଣଙ୍କର ବଢିଆ ଭାବରେ ବ୍ରାଞ୍ଚ ଡେଭଲପ ହବ। କଡର ସାଇଜ ବି ବହୁତ ବଢିଆ ଆସିବ। ଦେଖନ୍ତୁ ଏଠି ଗୋଟେ ମୋର ବେବି ବ୍ରାଞ୍ଚ ବାହାରି ଥିଲା ବହୁତ ଆଗରୁ ଯେମିତି କି ମୋର 2 ମାସ ହବ। ତ ତାକୁ ମୁଁ ଛାଡି ଦେଇଥିଲି ସେଇଭଳି ଭାବେ କିନ୍ତୁ ତାର କଢ ଗୁଡାକ ଦେଖନ୍ତୁ ପୁରା ମୁଡି ମୁଡିକା ହେଇଛି ଆଉ ଜଳିଗଲା ଭଳିଆ ହେଇଛି। ଆଉ ତା ପତ୍ର ଗୁଡା ବି ଦେଖନ୍ତୁ ଅଗି ପତ୍ର ଏଇ ପତ୍ରକୁ ଦେଖିଲେ କେହି ବି କହିବନି ଯେ ଏଇଟା ଅଗି ପତ୍ର ବୋଲି। କାହିଁକିନା ପତ୍ର ଗୁଡା ପୁରା ଯେମିତି ସାଁବାଳିଆ ଆଉ ଖରାରେ ପଡିଲେ ଯେମିତି ପୁଡି ହେଇଯାଏ ନା ସେଇଭଳି ଭାବରେ ପୁଡି ହେଇଯାଇଛି। କିନ୍ତୁ ଏଇଟା ମୋର ଲକ୍ଷ୍ୟ ନଥିଲା ବୋଲି ମୁଁ ସେଇଟା ଛାଡି ଦେଇଥିଲି। ତ ସେଥିପାଇଁକା ମୋ ଗଛରେ ସେମିତି ସେଇ ପତ୍ର ଡାଳ ଟା ସେଇଭଳିଆ ହେଇଯାଇଛି। କିନ୍ତୁ ଆଉ ଯାହା ଯେତିକି ଦେଖନ୍ତୁ ସେ ସବୁ ଗଛର ନୂଆ ଯୋଉ ପ୍ରନିଂ ହେଇଥିଲା ବା ପିଞ୍ଚିଂ ହେଲା ପରେ ମୋର ସବୁ ନୂଆ ବେବି ବ୍ରାଞ୍ଚ ଡେଭଲପ ହଉଛି। ଗଛକୁ ଆପଣ ନିହାତି ଭାବରେ ମନେ ରଖନ୍ତୁ ଗଛକୁ ଆପଣ ପ୍ରଥମେ ପିଞ୍ଚିଂ ଯେତେ କରିବେ ଆପଣଙ୍କର ଗଛର ପିଞ୍ଚିଂ ଉପରେ ବି କଡ ଆଉ ପତ୍ର ନୂଆ ବ୍ରାଞ୍ଚ ଡେଭଲପ କରିବା ସବୁ ନିର୍ଭର କରେ। ତ ଯେତେ ପିଞ୍ଚିଂ କରିବେ ସେତେ ଆପଣଙ୍କର ଗଛର ଦେଖିବେ ବେବି ବ୍ରାଞ୍ଚ ର ରିଗ୍ରୋଥ ଆସିବ। ଆଉ ତା ସହିତ ଆପଣଙ୍କ ଗଛ ଯୋଉ ସିଧାରୁ ଆପଣ ପିଞ୍ଚିଂ କରିଥିବେ ବା ପ୍ରନିଂ କରିଥିବେ ତ ତାର ତଳ ସାଇଡ ରୁ ଟିକେ ଟିକେ ହାଲକା ଛୁରା ଦାଗ ଦେଇଦେବେ। ଛୁରା ଦାଗ ଦେଲେ କଣ ହବ ନା ସେଇଠୁ ରିଗ୍ରୋଥ କରିବାରେ ସହଜ ହବ ଡାଳ କେନା। ନହେଲେ ଏଇଭଳି କଣ କରିଲେ କଣ୍ଟା ପାଖରେ ତ ରିଗ୍ରୋଥ ଆସିବନି ନା କଣ୍ଟା ଗୁଡା ତ ଗୋଲାପ ଗଛରେ ସବୁଆଡେ ଭରପୁର। ଯୋଉ ଯୋଉଠି ଛୁରା ଦାଗ ଦେବେ ସେଇଠୁ ରିଗ୍ରୋଥ କରିବ ଭଲ ଭାବେ। ସେଥିପାଇଁ ମୁଁ ଏଇ ଗଛରେ ବହୁତ ସାରା ଡାଳକନା ଥିଲା ମୁଁ ତାକୁ ସେଥିପାଇଁ ଚାରିଆଡେ ଟିକେ ଟିକେ ଛୁରା ଖାଲି ମାରି ଦେଇଥିଲି ବେଶୀ ଦାଗ ଦେଇନଥିଲି ଖାଲି ଟିକେ ଟିକେ ଘଷି ଦେଇଥିଲି ଛୁରା। ତ ବଢିଆ ଭାବରେ ଦେଖନ୍ତୁ ରିଗ୍ରୋଥ ଆସିଛି। ଆଉ ବହୁତ ବଢିଆ ଭାବରେ ତାର କଡର ସାଇଜ ବି ଅଛି ଏବେ ଟୁକା ଟୁକା। କଢ ଦେଖିଲେ ତ ପୁରା ଖୁସି ହେଇଯିବେ ଆଉ ତା ସହିତ ବେବି ବ୍ରାଞ୍ଚ ଡେଭଲପ ହଉଛି ତାକୁ ଏବେ କଣ କରିବେ ସେଇ ବିଷୟରେ ଆପଣମାନଙ୍କୁ କହୁଛି। ତ ବହୁତ ଜଣ ଅଛନ୍ତି ପୁରୁଣା ଗଛ ହଉ କିମ୍ବା ନୂଆ ଗଛ ହଉ ଯେତେବେଳେ ଦେଖିବେ ଗୋଟେ ମୂଳରୁ ବେବି ବ୍ରାଞ୍ଚ ର ରିଗ୍ରୋଥ ଆସୁଛି କଣ କରିବେ ନା ସେ ବେବି ବ୍ରାଞ୍ଚ କୁ ଛାଡି ଦିଅନ୍ତି ନୂଆ ଗଛ ଭାବିକି। ଯେ ଆପଣଙ୍କ ଗଛରେ ଏଇଭଳି ଭାବେ ବେବି ବ୍ରାଞ୍ଚ ଡେଭଲପ ହଉଛି ନା ତାହେଲେ ବେବି ବ୍ରାଞ୍ଚକୁ ଆପଣ ଜମାରୁ ବି ରିଗ୍ରୋଥ ହବାକୁ ଦେବେନି। ଯଦି ବେବି ବ୍ରାଞ୍ଚ କୁ ରିଗ୍ରୋଥ ପାଇଁ ଛାଡିଦେବେ ତାହେଲେ ଆପଣଙ୍କର ଗଛ ୱିକ୍ ହେଇଯିବ। ଆଉ ଯୋଉ ଉପର ବ୍ରାଞ୍ଚ ରେ ଯୋଉ ନୂଆ ନୂଆ ଡେଭଲପ ହଉଛି ବ୍ରାଞ୍ଚ ଗୁଡାକ ତାକୁ ଡେଭଲପ ହବାକୁ ଜମାରୁ ବି ଦବନି। କାହିଁକିନା ସବୁ ଯାକ ଗଛର ଭିଟାମିନ୍ ଆଉ କ୍ୟାଲସିୟମ ଏଇ ଯୋଉ ବେବି ବ୍ରାଞ୍ଚ ଗୁଡାକ ଟାଣି ନେଇଥାଏ। ସେଥିପାଇଁକା ବେବି ବ୍ରାଞ୍ଚ କୁ ଯେତେ ଆପଣ ଏଇଭଳି ଭାବରେ କାଟିକି ବାହାର କରିଦେବେ। ଇଏ ହଉଛି ବଢିଗଲା ପରେ ଏ ସବୁ ମୋଟା ମୋଟା ବା ପୁରୁଣା ଗଛର ମୂଳ ଯାହା ଯେତିକି ୟାକୁ ହଉଛି ଏଇ ସବୁ ଅଗି ବ୍ରାଞ୍ଚ କୁ ଭିଟାମିନ ଯୋଗେଇବାକୁ ତାକୁ କମ ଲାଗିବ ଯେମିତି ମାନେ ସବୁ ଭିଟାମିନ ମୂଳରୁ ଇଏ ହିଁ ଶୋଷି ନେବ। ୟା ପାଖକୁ ଗଲା ବେଳକୁ ତାକୁ ଟିକେ ସମୟ ଲାଗିଥାଏ ଭିଟାମିନ ଗୁଡାକ ଯାହା ପାଇଁ ଏଇ ଗଛର ଏଇ ସବୁ ଉପର ଭାଗ ପତ୍ର ଗୁଡାକ ମୋଡିବାକୁ ଲାଗିଥାଏ। ସେଥିପାଇଁ ଆପଣ ଥର ବେବି ବ୍ରାଞ୍ଚ ଗୁଡାକ ଏଇଭଳି ଭାବରେ ଛିଡେଇକି ଥରେ ଚେଷ୍ଟା କରନ୍ତୁ। ଦେଖିବେ ଆପଣଙ୍କର ଗଛର ଯୋଉ ଉପର ଭାଗର ବ୍ରାଞ୍ଚ ଗୁଡାକ ବଢିଆ ଭାବେ ପୁରୁଷ୍ଟ ଆସିବ କଡର ସାଇଜ ବି ବହୁତ ବଢିଆ ଆସିବ। ଯଦି ମୂଳରେ ଏଇ ସବୁ ପତ୍ରକୁ ଛାଡିଦେବେ ତାହେଲେ ଉପରେ ଥିବା ବ୍ରାଞ୍ଚ ର ଡେଭଲପ ଆସିବନି କି କୌଣସି କଢ ଫୁଲ ବି ଆସିବନି ରିଗ୍ରୋଥ। ସେଥିପାଇଁ ଆପଣ ମୂଳରେ ଥିବା ବେବି ବ୍ରାଞ୍ଚ କୁ ନିହାତି ଭାବେ ପିଞ୍ଚିଂ କରିଦେବେ।
तापर जीवा हमर गोटे नुआ बड़ गोलाप पाखकू। तो एई बड़ गोलापटा मोर बहुत दिनर पुराणा, जेमिति 4 वर्षर पुराणा। यार चेरर देखंतु रिग्रोथ आसुची, रूट रो रिग्रोथ आसेबा बहुत बढ़िया। कहीं ना रूट रो रिग्रोथ होची माने आपण माने जानि परिबे जे आपनका गछ बहुत सुस्थ अछि आ बहुत हेल्दी अछि। तो एठारे मोर गछर देखंतु जो सितारे पिंचिंग करिछि तो सेठी कळा पड़ी जाइछि। तो एबे आपण मानको बतेइबि कळा पड़िथिबा जगह रे आपण कोन करिवे। गोलाप गछरे से भाବରେ कळा पड़ी जाउछि ताहाले आपण एलोवेरा नेबे। एलोवेरा गोटे पीस रे ही आपणकर सब गोलाप गछर सॉल्यूशन मिल जिवो। जेमिति आपणकर कोनोसी ब्रांच कळा पड़िबोनी कि कोनोसी ब्रांच आउ खराब होबाकू लागिबोनी, जे फंगस लागिबोनी। कारण आमे जो ब्रांच गुड़ाक पिंचिंग करंती, पिंचिंग पर पर फंगस किछि भी थाए एइटू ही शुरू होइतांती, जोटा कि भितरको पसि थांती। तो सेठी गोटे गोटे पीस भी काटिकी भी लगेइकी रखि पारिबे। नहले एभली एलोवेरा टाकू एमती टिके तार जो जेल भलिया थाए तो से जेल टाकू टिके टिके हल्का हल्का घसी देबे। घसी देले कोन हबो ना, तार पिता अंशरा जो लागे सेटा आ पानी पसिबाकू दिएनी कि कळा पड़िबाकू दिएनी। माने एबे वर्षा दिन ना, वर्षा दिन रे पानी पसिकी पिंचिंग जगहटा कळा पड़ जाउची। तो एठी देखंतु गोटे ब्रांच देखंतु कळा पड़ेनी, पूरा पूरी ठीक ठाक अछि, किंतु एई ब्रांचटा कळा पड़ी जाइछि आ तार भितरकू पानी पसि जाइछि, जहा द्वारा पूरा धीरे धीरे कळा पड़िबाकू लागिबो। ସେଥିପାଇଁ ଆପଣ ଏଥିରେ ଏଲୋଭେରା ଦେଇଦେବେ ଆଉ ଆଦୌ ପାଣି ପଶିବନି। ସେମିତି ଭାବରେ ମୋର ଏବେ ସବୁ ଗଛରେ ମୁଁ ଲଗେଇଦିଏ। ଆପଣ ମାନଙ୍କୁ ମୁଁ କହିବା ମୁତାବକ ଆପଣ ମାନଙ୍କୁ ମୁଁ ଦେଖାଉଛି। କିଛିଟା ଦେଖନ୍ତୁ, ଏଠି ମୋର ଭଲ ଡାଳ ଥିଲା କିଛିଟା, ଆଉ ଏପଟେ ଦେଖନ୍ତୁ କଳା ପଡିଥିବା ଡାଳ। କଳା ପଡିଥିବା ଡାଳରେ କୌଣସି ରିଗ୍ରୋଥ ଆସୁନି। ଏ ଡାଳ ଦେଖନ୍ତୁ ଗୋଟିଏ ଗଛ କିନ୍ତୁ ସବୁଆଡିକି ଡାଳ କେନା ଶୋଇଯାଇଛି, ତାର ମୂଳ ପୁରୁଣା ଡାଳ ଯୋଉଟା ସେଇଟା ପୁରା ଖରାପ ହେଇଯାଇଛି। ତ ସେଟା ଖରାପ ହେଇଗଲା ପରେ ତା ଯୋଉ ରୁଟ ରୁ ଯାହା ଯେତିକି ଡେଭଲପ ହେଇଥାଏ ସେ ସବୁ ଗୁଡାକ ଚାରିଆଡିକି ଖେଳିକିରି ଗଛଟା ନୂଆ ଗ୍ରୋଥ ଆସେ। ତ ଏଠାରେ ଦେଖନ୍ତୁ ଏଠି ହଉଛି କିଛିଟା ଆମର ଯୋଉ ଡାଳ କେନା ଆସୁଛି ଏପଟ ସାଇଡ କି ସେ ସବୁ ଦେଖନ୍ତୁ ବଢିଆ ଭାବରେ ଅଛି, ପାଣି ପଡିଲେ ବି ମଧ୍ୟ ପଚି ପାରୁନି। କିନ୍ତୁ ପଚିଲେ ବି ମଧ୍ୟ କଣ ହବ, ଏଇଟା ପଚି ନାହିଁ ବୋଲିକି ଏହାର ରିଗ୍ରୋଥ ଆସୁଛି। ଏଇଟା ଗୋଟିଏ ଗଛରୁ ଦେଖନ୍ତୁ ଯୋଉ ଡାଳ କେନା ଆସିଛି ଏଟା ଦେଖନ୍ତୁ ଜମାରୁ ବି ପଚିନି। ଏଟା ମୁଁ କେବଳ ଏଇଟା ଏଲୋଭେରା ଲଗେଇଲି, ତ ଏଥିରେ ଦେଖନ୍ତୁ କେତେ ସୁନ୍ଦର ରିଗ୍ରୋଥ ଆସୁଛି, ବହୁତ ବଢିଆ ଭାବରେ ବ୍ରାଞ୍ଚ ଡେଭଲପ ହଉଛି। କିନ୍ତୁ ଏବେ ଆପଣ ମାନଙ୍କୁ ଦେଖଉଛି ଯୋଉଟା ପଚିଥିବା ବା କଳା ପଡିଥିବା ଗଛ ବା ଡାଳ। ଦେଖନ୍ତୁ ଏଇ ଯୋଉ ଡାଳଟା ବା ବ୍ରାଞ୍ଚ ଟା ଆମର କଳା ପଡିଯାଇଛି ଉପର ଭାଗଟା। ତ କଳା ପଡିଗଲା ପରେ କଣ ହବ, ଆମର ବ୍ରାଞ୍ଚ ର ଡେଭଲପ ବି ରିଗ୍ରୋଥ କିଛି ବି ଆସୁନି। ତ ଦେଖନ୍ତୁ ଏଠି ଗୋଟିଏ ବହୁତ କଷ୍ଟରେ ଗୋଟେ ବ୍ରାଞ୍ଚ ଡେଭଲପ ହଉଛି, ବେବି ବ୍ରାଞ୍ଚ ଯାହାକୁ କୁହନ୍ତି। ତ ବେବି ବ୍ରାଞ୍ଚ ଟା କୋଉଠି ଡେଭଲପ ହେଇଛି, ଏଇ ପୋଜିସନରେ, ଯୋଉଟା କି ଏଇ ଯୋଉ ସାଇଡ ଡାଳଟାରେ। ତ ଏଇ ଯୋଉ ମୋଟା ଡାଳରେ ଜମା ବି କିଛି ରିଗ୍ରୋଥ ଆସିନାହିଁ, କାହିଁକିନା ଏଇ ଡାଳଟା ଯେହେତୁ କଳା ପଡିଛି ସେଥିପାଇଁ କୌଣସି ରିଗ୍ରୋଥ ପାଇଁ ତାର ଭିଟାମିନ ଯୁକ୍ତ କୌଣସି ତାକୁ ମିଳୁନି, ଯାହା ପାଇଁ ଏ ବେବି ବ୍ରାଞ୍ଚ ର ରିଗ୍ରୋଥ ପାଇଁ ସହାୟକ ହେଇପାରୁନି। ସେଥିପାଇଁ ଏ ସବୁ କଳା ପୋଜିସନ କୁ ଆପଣ ଏଇଠୁ କାଟିକି ମଧ୍ୟ ବାହାର କରିକି ଏଲୋଭେରା ଦେଇପାରିବେ। ନହେଲେ ଏଇଠି ମଧ୍ୟ ଏଲୋଭେରା ଟାକୁ ଏମିତି ଲଗେଇକି ରଖିଦେବେ, ଯେମିତି ଆଉ ବର୍ଷା ପାଣି ଏତେ ପଡିବନି, ତା ସହିତ ପଡିଲେ ବି ମଧ୍ୟ ଭିତରକୁ ଏତେ ଯିବନି, ନହେଲେ ସେଇଠି ପଚିକି ଆହୁରି କଳା ପଡିଯିବ। ଦେଖନ୍ତୁ ତା ସହିତ ମୋ ଗଛରେ ଦେଖନ୍ତୁ ବହୁତ ସାରା କିଛି ଦିନ ପୂର୍ବରୁ ନାଲି ଜୁଆ ଲାଗିଥିଲେ, ଯୋଉଟା କି ମୋର ଏଇଭଳିଆ ନାଲି ଜୁଆ। ନାଲି ଜୁଆ ଯାହାକୁ କୁହନ୍ତି କଣ କହିଲେ, ଡାଳ କେନାରେ ସେଗୁଡା ବେଶୀ କରି ଲାଗିଥାନ୍ତି, ଆଉ ଡାଳ କେନାରେ ଲାଗିକି ପତ୍ର ଗୁଡାକୁ ପୁରା ଫୁଟଫୁଟିଆ କରନ୍ତି, ଆଉ ଡାଳ କେନାକୁ ପୁରା କଳା ପକେଇ ଦିଅନ୍ତି। ଯୋଉଥିପାଇଁ ଆମ ଡାଳ କେନା ଗୁଡାକ ବ୍ରାଞ୍ଚ ଡେଭଲପ କରିବାରେ ବହୁତ ପରିଶ୍ରମ ଲାଗେ। ଆଉ ତା ସହିତ ଆମ ବ୍ରାଞ୍ଚ ଗୁଡାକ ଡେଭଲପ ତା ସହିତ ଯାହା ଯେତିକି ବ୍ରାଞ୍ଚ ଥାଏ ତାକୁ ବି ମଧ୍ୟ ଖାଇଯାଇଥାନ୍ତି। ନୂଆ ବ୍ରାଞ୍ଚ ରିଗ୍ରୋଥ ଆସେନି। ସେଥିପାଇଁ ଏ ସବୁ ବ୍ରାଞ୍ଚ କୁ ଖରାପ ହେଇଯାଇଥିବା ବ୍ରାଞ୍ଚ କୁ ମୁଁ ସବୁ ପିଞ୍ଚିଂ କରିଛି। ତ
ତ ପିଞ୍ଚିଂ କେବଳ ଗୋଟିଏ ଡାଳ ନୁହଁ, ଏଠି ବହୁତ ସାରା ଡାଳକୁ ମୁଁ ପିଞ୍ଚିଂ କରିଛି। ଏମିତିକି ବେବି ବ୍ରାଞ୍ଚ ବି ମଧ୍ୟ ମୁଁ ପିଞ୍ଚିଂ କରିଛି। ଆପଣ ଏଇଭଳି ଯଦି କଅଁଳିଆ କଅଁଳିଆ ଡାଳ ଦେଖିବେ କିମ୍ବା ଆପଣଙ୍କର ଗଛରେ ଦେଖିବେ ଫୁଲ ଅଛି, କଢ ଅଛି, ତ ଏମିତି ପୋଜିସନ ଆପଣ ଦେଖିକି ବହୁତ ସମୟରେ ଛାଡି ଦିଅନ୍ତି ଆପଣଙ୍କ ଗଛରେ ଏ ସବୁ ଥାଉ ବୋଲି। କାରଣ ଏଇ ସବୁ ବ୍ରାଞ୍ଚ ରିଗ୍ରୋଥ ଦେଖିକି ଆପଣ କୁହନ୍ତି କଣ ଆମ ଗଛଟା ବହୁତ ହେଲ୍ଦି ଅଛି, ଭଲ ଦେଖାଯାଉଛି, ଆମେ ଆଉ କାଟିବାନି। ତ ସେମିତି ଭୁଲ ଜମାରୁ ବି କରିବେନି। ଯଦି ଆପଣ ଗଛର ଡାଳ ଗୁଡାକ ଛାଡିଦେବେ ତାହେଲେ ଏମିତିକା ଆଉ ନୂଆ ନୂଆ ଗ୍ରୋଥ ଆସିବା ପାଇଁ ଆପଣ ମନେ ରଖିବେନି। ଯେମିତି ଏଇ ସବୁ ବ୍ରାଞ୍ଚ ପାଇଁ ଏ ସବୁର ଗ୍ରୋଥ ଆସିନଥାଏ। ସେଥିପାଇଁ ଏକୁ ଥରେ ପିଞ୍ଚିଂ କରିଲେ ଆପଣ ଏଇଭଳି ଭାବରେ ଅନେକ ସାରା ଡାଳ ଆପଣ ପାଇପାରିବେ ଫ୍ରିରେ। ତା ସହିତ ଏଇ ଯୋଉ ପିଞ୍ଚିଂ କରିଥିବା ଡାଳକୁ ବି ମଧ୍ୟ ଆପଣ ଗଛ ବହୁତ ଇଜିଲି କରିପାରିବେ। ଯେହେତୁ ବର୍ଷା ସମୟରେ ଏଇ ସବୁ ନୂଆ ନୂଆ ଯୋଉ ବେବି ବ୍ରାଞ୍ଚ ଡେଭଲପ ହେଇଯିବେ ମଧ୍ୟ ତାକୁ ବି ମଧ୍ୟ ଆପଣ ଲଗେଇକି ଗଛ କରିପାରିବେ। ତ କେମିତି କଣ ତାର ଆଗକୁ ନୂଆ ଗୋଟେ ପ୍ରୋସେସିଂ ଆସୁଛି, ତ ଯେମିତି ଆପଣ ମଧ୍ୟ ଇଜିଲି ଭାବରେ ଆପଣ ଏଇଭଳି ଭାବରେ ପୁରୁଣା ଆଉ ଖରାପ ହେଇଯାଇଥିବା ଡାଳରୁ ଗଛ କରିପାରିବେ। ଏଇଭଳି କଅଁଳିଆ କଅଁଳିଆ ଡାଳରୁ ବି ମଧ୍ୟ ଗଛ କରିପାରିବେ। ତ ମୋର ବି ଏଠାରେ ବହୁତ ସାରା ଗୋଲାପ ଡାଳରୁ ଗଛ କରିଛି, ତ ଆପଣ ମାନଙ୍କୁ ବି ଯଦି ବିଶ୍ୱାସ ହଉନି ଚାଲନ୍ତୁ ଆପଣ ମାନଙ୍କୁ ବି ମଧ୍ୟ ଦେଖେଇ ଦଉଛି। ତା ସହିତ ବେବି ବ୍ରାଞ୍ଚ ଗୁଡା ବି ଆଜି ଲଗେଇବି। ଦେଖନ୍ତୁ ଏଇ ଯୋଉ ପୋଟ ରେ ମୋର ଗୋଟେ ଗଛ ଅଛି, ସେଥିରେ ବହୁତ ସାରା ଦେଖନ୍ତୁ ଡାଳ ଲଗା ହେଇଛି, ଯୋଉଟା କି ହଳଦିଆ ରଙ୍ଗର ଯୋଉ ପିଞ୍ଚିଂ ହେଇଥିଲା ତାରି ଡାଳ। ତ ଏଠି ସବୁ କଅଁଳିଆ ଡାଳ କିଛି ଏଇ ଗଛର ମୂଳରେ ପୋତିବି। ବେଶୀ ଭିତରକୁ ପୋତିବେନି, ବା ଜଷ୍ଟ ଟିକେ ଲଗେଇକି ରଖିଲା ଭଳିଆ। ତ ଏଇଗୁଡା ବଢିଆ ଭାବରେ ଲାଗିବ। ମୁଁ ଆଗରୁ ବି ଲଗେଇକି ଗଛ ବହୁତ ସାରା କରିଛି। ତ ଆଜିର ବ୍ଲଗ ଟି ସାଙ୍ଗମାନେ ମୁଁ ଏଇଠି ରଖିଲି, ପୁଣି ଦେଖାହବ ଆପଣ ମାନଙ୍କ ସହିତ ବହୁତ ସୁନ୍ଦର ବ୍ଲଗ ରେ। ତ ରହିଲି, ଜୟ ଜଗନ୍ନାଥ, ବାଏ ବାଏ।